33 ବର୍ଷ ଶିକ୍ଷକତାରୁ ଅବସର ନେଲେ ପିପିଲି ପୋପରଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହାରାଧନ ଚମ୍ପତି। ସେ 1990 ମସିହାରେ ବିଇଡି ପାସ୍ କରିବା ପରେ 1991ରୁ ସେ ପୋପରଙ୍ଗା ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ଭାବେ ଯୋଗ ଦେଇଥିଲେ ଏବଂ ଏହାପରେ ସେ ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାକୁ ପ୍ରଧାନ ଶିକ୍ଷକ ଶଶିଭୂଷଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗଦେଇ ଅବସର ନେଇଥିବା ପ୍ରଧାନ ଶିକ୍ଷକ ହାରାଧନ ଚମ୍ପତିଙ୍କର ଗୁଣଗାନ କରିଥିଲେ। ବିଧାୟକଙ୍କ ଦ୍ୱାରା ଅବସର ଶିକ୍ଷକ ଶ୍ରୀଯୁକ୍ତ ହାରାଧନ ଚମ୍ପତିଙ୍କ ଉଦ୍ଦେଶ୍ୟରେ ଅସୀମ ପଥର ଯାତ୍ରୀ ପୁସ୍ତକ ଉନ୍ମୋଚନ କରାଯାଇଛି। ଶ୍ରୀଯୁକ୍ତ ହାରାଧନ ଚମ୍ପତିଙ୍କର ପ୍ରଧାନ ଶିକ୍ଷକତା ମଧ୍ୟରେ ଉକ୍ତ ବିଦ୍ୟାଳୟର ଉନ୍ନତିକରଣ ସହ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ତାଙ୍କର ଯେଉଁ ଅତୁଳନୀୟ ଅବଦାନକୁ ବିଧାୟକ ବହୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ନିଖିଳ ଉତ୍କଳ ଓଡ଼ିଶୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଶଶାଙ୍କ ଚୂଡ଼ାମଣି, ପୂର୍ବତନ ବିଦ୍ୟାଳୟ କମିଟି ସଭାପତି ଲିଙ୍ଗରାଜ ପ୍ରଧାନ, ପୂର୍ବତନ ପିପିଲି ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ କମିଟି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସଦସ୍ୟ ସୁଧୀର କୁମାର ପ୍ରଧାନ, ଶିକ୍ଷାବିତ୍ ଭାଗୀରଥୀ ପ୍ରଧାନ ପ୍ରମୁଖ ଯୋଗଦେଇ ପ୍ରଧାନ ଶିକ୍ଷକ ହାରାଧନ ଚମ୍ପତିଙ୍କର ଶିକ୍ଷକତା ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହାରାଧନ ଚମ୍ପତିଙ୍କୁ ସମସ୍ତ ଅତିଥିମାନଙ୍କ ସହ ପୂର୍ବତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଢୌକନ ଓ ଉପହାର ଦେଇ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ। ପିପିଲିରୁ ମନୋରଞ୍ଜନ ମହାପାତ୍ରଙ୍କ ରିପୋର୍ଟ, ନୀଳାଦ୍ରିଶୟ ମିଡିଆ ଲାଇଭ୍।